ରାୟଗଡ଼ା ସହରରେ ଗୁଳିକାଣ୍ଡ ପରେ ଅପହୃତ ଜଣେ ଯୁବକ ରବିବାର ସକାଳେ ତୁମ୍ବିଗୁଡ଼ାର ନାଗାବଳୀ ନଦୀ ନିକଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ରେଲି ସାହିର ନିଖିଲ ହାଡ଼ିପା ନାମକ ପୀଡ଼ିତା ଏକ ହିଂସାତ୍ମକ ଆକ୍ରମଣର ଶିକାର ହୋଇଥିଲେ, ଯାହା ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା। ଶନିବାର ବିଳମ୍ବିତ ରାତିରେ ଇନ୍ଦିରାନଗର ତୃତୀୟ ଲାଇନ୍ରେ ଏହି ଆକ୍ରମଣ ଘଟିଥିଲା, ଯେଉଁଠାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଏକ ଗୋଷ୍ଠୀ ଗୁଳି ଚଳାଇ ନିଖିଲଙ୍କୁ ଅପହରଣ କରି ରିଙ୍ଗ ରୋଡ୍ ଅଞ୍ଚଳକୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରାତି ପ୍ରାୟ 10ଟା ସମୟରେ ସଂଘର୍ଷ ଆରମ୍ଭ ହୋଇଥିଲା, ଯେତେବେଳେ ଅନେକ ଯୁବକ ଏକ ମୋଟର ସାଇକେଲ ଏବଂ ଏକ 4 ଚକିଆ ଯାନ ବ୍ୟବହାର କରି ନିଖିଲଙ୍କୁ ପିଛା କରିଥିଲେ। ଝଗଡ଼ା ସମୟରେ ନିଖିଲ ଖସିଯିବାକୁ ଚେଷ୍ଟା କରିବା ସମୟରେ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ସେ ସୁରକ୍ଷା ପାଇଁ ନିକଟସ୍ଥ ଏକ ଘରେ ପଶି ଯାଇଥିଲେ, କିନ୍ତୁ ଆକ୍ରମଣକାରୀମାନେ ତାଙ୍କୁ ଟାଣି ନେଇଯାଇଥିଲେ ଏବଂ ବଳପୂର୍ବକ ନେଇଯାଇଥିଲେ। ଘଣ୍ଟା ଘଣ୍ଟା ପରେ ତାଙ୍କ ମୃତଦେହ ତୁମ୍ବିଗୁଡ଼ା ନିକଟ ନାଗାବଳୀ ନଦୀ ନିକଟରେ ମିଳିଥିଲା। ସକାଳେ ଏକ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ବ୍ୟବହୃତ କାର୍ଟ୍ରିଜ୍ କେସ୍ ଜବତ କରି ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୂର୍ବ ଶତ୍ରୁତା ଏହି ହତ୍ୟାକାଣ୍ଡର କାରଣ ହୋଇପାରେ, ଯଦିଓ ତଦନ୍ତକାରୀମାନେ ସମସ୍ତ ସମ୍ଭାବ୍ୟ ଉଦ୍ଦେଶ୍ୟ ଅନୁସନ୍ଧାନ କରୁଛନ୍ତି। ରାୟଗଡ଼ା ଜିଲ୍ଲାରୁ ଜବା ପାଲକାଙ୍କ ରିପୋର୍ଟ, ବିପ୍ଳବ ପରିକ୍ରମା।